ସେମାନେ ତ ଜୀବନ ଯାକ କେବେ କୌଣସି ହସ୍ପିଟାଲ ଯାଇନାହାନ୍ତି ବୋଧେ। ସେମାନେ ଜାଣି ନାହାନ୍ତି ଯେ ଗୋଟେ ହସ୍ପିଟାଲରେ ଗୋଟେ ମୃत्यु ପରେ ଦେହାବଶେଷକୁ କେଉଁ ରାସ୍ତାରେ ନିଆଯାଏ ଏବଂ ହସ୍ପିଟାଲର ପୋଷ୍ଟମର୍ଟମ ରୁମ୍ କେଉଁଠି ଥାଏ। ଯାହା ଯାହା ସେମାନେ ଷ୍ଟେଟମେଣ୍ଟ ତିଆରି କରୁଛନ୍ତି ଏଇଟା କେବଳ ସାଧାରଣ ମନରେ ଯେଉଁ ଭାବାବେଗ ଆମେ ସମସ୍ତଙ୍କ ମନରେ ତିଆରି ହେଇଛି ତାର ଲାଭ ନେଇ ରାଜନୈତିକ ଲୁଟି ସେକିବା ପାଇଁ। ଯେତେବେଳେ ସୌମ୍ୟା ଲଢ଼େଇ କରୁଥିଲା ସେତେବେଳେ ଏମାନେ ସବୁ କେଉଁଠି ଥିଲେ? ଏମାନଙ୍କର ପ୍ରତିକ୍ରିୟା ସେ ସମୟରେ ସୌମ୍ୟାର ଯାହା ଅଭିଯୋଗ ଥିଲା ତାକୁ ଭିତ୍ତି କରିକି କ'ଣ ଥିଲା? ସେମାନେ ସୌମ୍ୟାକୁ କେଉଁ ଭାଷାରେ ଅସଦାଚରଣ କରୁଥିଲେ। ଆଉ ଆଜି ଯେତେବେଳେ ସୌମ୍ୟା ତାର ଜୀବନ ଯୁଦ୍ଧରେ ହାରିଗଲା ଆଉ ଆମେ ସମସ୍ତେ ମାନେ ବହୁତ ଦୁଃଖିତ ଆଉ ମର୍ମାହତ ଅଛୁ ଏଥି ନେଇକି। ଆଉ ସମସ୍ତେ ସରକାରର ମୁଖିଆ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ସୌମ୍ୟା କେଉଁ ଭଳିଆ ନ୍ୟାୟ ଯୁଦ୍ଧରେ ନ ହାରିବ ତାକୁ ନେଇକି ବଦ୍ଧପରିକର ଅଛନ୍ତି। ସେହି ସମୟରେ ଏଇ ଯେଉଁ ରାଜନୈତିକ ଶାଗୁଣା ଯେଉଁମାନଙ୍କ ନାଁ ଆପଣ କହିଲେ ସେମାନେ ଯେଉଁ ଡ୍ରାମାବାଜି କରୁଛନ୍ତି ଏହାଠୁ କଷ୍ଟ ଆଉ ଦୁଃଖର କଥା ତ କିଛି ନ ହେଇପାରେ। ଏମାନଙ୍କ ଭିତରେ ସାମାନ୍ୟତମ ମାନବିକତା ନାହିଁ। ତାଙ୍କ ବିଷୟରେ ମୁଁ ପ୍ରତିକ୍ରିୟା ଦେବାକୁ ଚାହୁଁନି। ଏଇଟା ତାର ଭାଷା ନାହିଁ ଏଇ କଥାକୁ ନିନ୍ଦା କରିବା ପାଇଁ। ଏଇଟା ସମ୍ବେଦନଶୀଳ ମୁହୂର୍ତ୍ତ ଆଉ ମୁଁ ବହୁତ ଇମୋସନାଲ୍ ଅଛି। ଏ ବିଷୟରେ ମୁଁ କିଛି ବି ପ୍ରତିକ୍ରିୟା ଦେବାକୁ ଚାହୁଁନାହିଁ।